ଆଜି ସମୟ ଅଧିକାଂଶ ଯୁବାଜୀବୀ ମାନଙ୍କ ଲାଇଫ ରେ କେବଳ ମୋବାଇଲ ରେ ଏକା ତାଙ୍କର ସମୟଟା ନଷ୍ଟ ହଉଛି। ଏଥିପାଇଁ ମୋବାଇଲ ଜରିଆରେ ସେମାନଙ୍କ ଲାଇଫ ଏତେ କ୍ଷତିଜନକ ଏତେ ଶ୍ରାପ ଅଭିଶାପରେ ପଡୁଛି ଆଜି ସେମାନେ ଜାଣିପାରୁନାହାନ୍ତି। ମୋବାଇଲ ଜରିଆରେ ଯେତେ ପ୍ରକାର ଗନ୍ଦିକା ବିଷୟ ସେମାନଙ୍କ ଲାଇଫରେ ଦେଖନ୍ତି ଆଉ ଦେଖିବା ମାତ୍ରେ ଯେତେବେଳେ ସେମାନଙ୍କର ମନ କଣ ହେଇଯାଉଛି ଯେ ବ୍ୟଭିଚାର ପାପରେ ପଡି ଯାଉଛି। ଏଥିପାଇଁ ଯୀଶୁ ଗୋଟେ ବିଷୟ କହିଲେ ଯେ କୌଣସି ଲୋକ ଗୋଟେ ସ୍ତ୍ରୀ ପ୍ରତି ବା କୌଣସି କାମନା ପ୍ରତି ଯଦି ମନ ଦିଏ ତାହେଲେ ସେ ଅଲରେଡି ବ୍ୟଭିଚାର କରି ସାରିଲାଣି। କାହିଁକି ଯେ ଆଜି ଅନେକ ଯୁବାଜୀବୀ ମାନଙ୍କର ସେମାନଙ୍କ ପୋଷାକ ଦେଖନ୍ତୁ, ସେମାନଙ୍କ ଡ୍ରେସ୍ ପଟା ଦେଖନ୍ତୁ। କାହିଁକି ନା ସେମାନଙ୍କର ଡ୍ରେସ୍ ସେମାନଙ୍କର ପିନ୍ଧିବା ଏ ସବୁ ଶରୀର ଅନ୍ୟମାନଙ୍କୁ କିଛି ଆକର୍ଷିତ କଲା ପରେ ଅନ୍ୟମାନଙ୍କୁ କିଛି ପ୍ରଭାବିତ କଲା ପରେ ସେମାନେ